ପୁରୀରେ ଯୋଉ ଆଣିଥିଲେ ନୂଆଟା ଖୋଲା ହେଇନି ଜୟ ଶ୍ରୀରାମ ଗାଇଜ ସକାଳୁ ସକାଳୁ ଆମେ ଆଜି ବାହାରି ଗଲୁ ସକାଳୁ ସକାଳୁ ମାନେ 10ଟା 11ଟା ବେଳକୁ ବାହାରି ଗଲୁ ଆମେ ଧ୍ୟାନକୁଦ ମନ୍ଦିର ବୁଲିବା ପାଇଁ ବୋଉ ମୁଁ ଆଉ ମ୍ୟାଡ଼ାମ୍ ବାହାରି ଗଲୁ ତ ଆମର ଏଇ ଜିମ୍ ଫାଷ୍ଟ ଏଠି ଗୋଟେ ଜିମ୍ ଥିଲା ଆମର ସେଇଟା କନ୍ଦରପୁର ଆମର ଯେଉଁ ରେଲୱେ ଷ୍ଟେସନ୍ ଭାଇ ଘଣ୍ଟାଟା ଖଣ୍ଡେ ଆମ୍ବୁଲାନ୍ସ ରହିଲା ତାପରେ ପାସ୍ କଲା ଏମିତିଆ କଦର୍ଯ୍ୟ ରାସ୍ତା ଭାଇ ଏଇଟା ଆମ ଜଗତସିଂହପୁର ଲାଇନ୍ ରାସ୍ତା ଏଇଟା ତ ଆମେ ଏଠି କିଛି ବାଟ ଗଲା ପରେ ଏଠି ଗୋଟେ ବୋର୍ଡ଼ ଆସିଲା ଯେଉଁଟାକି କନ୍ଦରପୁର କଟକ କୁଆଡ଼େ ଯିବା ପାଇଁ ସବୁ ଟ୍ରାକ୍ ମରା ହେଇଛି ତ ମ୍ୟାଡ଼ାମ୍ କିନ୍ତୁ ଆମର ସବୁ ବହିଛନ୍ତି ଦେଖ ତ ଆମର ବୋଉର ଟିକେ ଭିଡ଼ିଓ କରିଦେଲି କେଉଁଠି ଅନୁଯାୟୀ ଠିଆ ଠିକି ଆମେ କଥା ହଉ ହଉ ଆସି ପହଞ୍ଚିଗଲୁ ଧ୍ୟାନକୁଦ ମନ୍ଦିର ପାଖରେ ଏଇଟା ହେଲା ପଡ଼ିଆ ଯେଉଁଠି ପାଣି ପଶିଯାଏ ଚାରିପଟ ଯାକ ଏଇଟା ହେଲା ପାର୍କିଂ ଠାକୁରଙ୍କର ତ ଏଇଠୁ ଭିଡ଼ିଓ ଦେଖ ଠାକୁରଙ୍କ ଭିତର ଭିଡ଼ିଓ ଚାଲ ଆମେ ଆଜ୍ଞା ପହଞ୍ଚିଗଲୁ ଆସିକି ଧ୍ୟାନକୁଦ ମନ୍ଦିରରେ ତ ଧ୍ୟାନକୁଦ ମନ୍ଦିରର ଭିୟୁ ଆମେ ଦେଖେଇବୁ ତୁମକୁ ତ ଭିଡ଼ିଓର କଣ୍ଟିନ୍ୟୁ ରୁହ ଦେଖ ମ୍ୟାଡ଼ାମ୍ ପୁରା ଆଗରେ ଚାଲିଛନ୍ତି ପୁରା ଏଇଟା ହେଲା ଠାକୁରଙ୍କର ମେନ୍ ଦ୍ୱାର ତ ଏଇଠି ଆମେ ଭୋଗ ଫୋଗ ନେଇକି ଭିତରକୁ ଯିବାକୁ ପଡ଼ିବ ଆମକୁ ଚପଲ ଫପଲ ରଖିକି ତ ଭୋଗ ବି ଧରିକି ଯିବାକୁ ପଡ଼ିବ ଗୋଡ଼ ହାତ ଧୋଇକି ଭିତରକୁ ଯିବାକୁ ପଡ଼ିବ ପୁରୀ ଯେମିତି ଅଛି ଏଠି ବି ସେମିତି ସେମ୍ ମୁଁ ପାଣି ଯେମିତି ଦିଅ ଏଇଟା ଆନନ୍ଦ ମନ୍ଦିର ନାଇଁ କ'ଣ ନେବୁ କହ ନଡ଼ିଆ ଭୋଗ ନଡ଼ିଆ 50 ଟଙ୍କା କହୁଛନ୍ତି ଆଉ ଉକୁଡ଼ା ଫୁକୁଡ଼ା ସବୁ ନେଇଯା ଆମର ଭୋଗରେ ଆମର ଏଇଟା ଜଲ୍ପି ହରିକା ଏସବୁ ଭୋଗ ଆମର ଆସିଛି ଏଇଟା ହେଲା ଏଣ୍ଟ୍ରି ଗେଟ୍ ଠାକୁରଙ୍କ ଭିତରକୁ ଯିବା ପାଇଁ ଯେମିତି ପୁରା ପୁରୀରେ ଅଛି ଏଠି ବି ସେମିତି ପୁରା ଠାକୁର ଯେମିତି ଡାହାଣ ପଟେ ଅଛନ୍ତି ଭିତରକୁ ଯିବା ପାଇଁ ଜଗନ୍ନାଥ ମନ୍ଦିର ଏଇଟା ହିରୋଇନ୍ ଆମ ଚାଲି ଚାଲି ଯାଉଛନ୍ତି ଏଇଠି ପାଦ ପଡ଼ୁନି ଆମ ଠାକୁର ଏଇଠି ଅଛନ୍ତି ଥଉନ ହନୁମାନ ମନ୍ଦିର ତଳେ ରହିଗଲା ଗୋଟେ ମାଡ଼ିବୁ ଘିଅ ମାରିଲୁ ଘିଅରା ପଡ଼ିଛି ତ ଆମେ ଆଜ୍ଞା ଲକ୍ଷ୍ମୀଙ୍କ ମନ୍ଦିର ଯାଉଛୁ ଆଜ୍ଞା ଲକ୍ଷ୍ମୀଙ୍କ ମନ୍ଦିର ଆଜ୍ଞା ବୋଉ ଆଜ୍ଞା ଦୀପ ଜାଳୁଛି ହେଲା ବିମଳା ମନ୍ଦିର ବିମାଙ୍କର ପହଡ଼ ପଡ଼ିଗଲାଣି ଅଲରେଡ଼ି ତ ଏପଟେ ଗୋଟେ ପୋଖରୀ ଅଛି ଏଠି ବର୍ଷା ଦିନେ ପୁରା ଫୁଲ୍ ହେଇଯାଏ ଏଗୁଡ଼ାକ ପୁରା ଏଇଟା ବର୍ଷା ଦିନେ ଟୋଟାଲି ଫୁଲ୍ ହେଇକି ଥାଏ ଏଗୁଡ଼ା ସବୁ କିଛି ନଥାଏ ଏଗୁଡ଼ା ପୁରା ଟୋଟାଲି ଫୁଲ୍ ହେଇକି ଥାଏ ନଈ ପାଣି ପଶିକି ତ ଆମେ ଯେତେବେଳେ ବର୍ଷା ଦିନ ଆସିଥିଲୁ ପୁରା ନଈ ପାଣି ପଶିକି ଟୋଟାଲି ଫୁଲ୍ ହେଇକି ହିଁ ଥିଲା ଏପଟେ ଏ ପଛପଟେ ଠାକୁରଙ୍କ ମନ୍ଦିର ଗୋଟେ ନୂଆ ତିଆରି ହେଉଛି ଏପଟେ ଆଉ ଗୋଟେ ଜଲ୍ଦି ଆଇଥିଲେ ଆମର ଖୋଲା ହେଇଥାନ୍ତା ନା ଆଉ ଏଠି ହେଲା ପଞ୍ଚସଖା ଭାଗବତ ଟୁଙ୍ଗି ଠାକୁରଙ୍କର ମାନେ ଯଦି ଅବଢ଼ା ଯେଉଁ ତିଆରି ହୁଏ ଠାକୁରଙ୍କର ଏପଟେ ଅବଢ଼ା ତିଆରି ହେଉଛି ଯେଉଁମାନେ ଡୋରି ଫୋରି ବାନ୍ଧନ୍ତି ଏଇପଟେ ସବୁ ଡୋରି ଫୋରି ବି ବାନ୍ଧୁଛନ୍ତି ଏପଟେ ଏପଟେ ଗୋଟେ ଛୋଟିଆ ମନ୍ଦିର ଗୋଟେ ତିଆରି ହେଉଛି ଏପଟେ ଉପରୁ ଏମିତି ଦେଖାଯାଉଛି ଭିୟୁ ପୁରା ଆଜ୍ଞା ହନୁମାନ ମନ୍ଦିରରେ ଲାଗିବ ଦୀପ ଲାଗିବ ଆଜ୍ଞା ଏଇଠି ହେଲା ଅବଢ଼ା ଇଏ ପାଇଁ ଦିଆ ହୁଏ ଟିକେଟ୍ ଦିଆହେଉଛି ଏଠି ତ ଆମେ ଅବଢ଼ା ଏଇଟା ଆମ ମୋଟି ଆସି ଠିଆ ହେଲାଣି ଆମେ ପତ୍ର ଆଣିଲୁ ଏଇଟା ନେଇକି ଦବୁ ଆଜ୍ଞା ଭିତରେ ଗାଈ ଆମର ଆଜ୍ଞା ଖିଆ ହବ କ'ଣ ତ ଆମେ ଅବିକା ଆମ ଗାଡ଼ି ସେଠି ଥୁଆ ହେଇଛି ଆମେ ଆଜ୍ଞା ବାହାରିଲୁ ଯିବା ପାଇଁ ଘରକୁ ପାନ ଫାନ ବୋଉ ଗୋଟେ ନେଇଯିବା ନେଇକି ଯିବା ଘରକୁ ଆଉ ଆଜି ପାଇଁ ବ୍ଲଗ୍ଟା ଏତିକି ତ ଜଲ୍ଦି ଲାଇକ୍ ସବସ୍କ୍ରାଇବ୍ ଫଲୋ କରିଦିଅ ଆମ ଚ୍ୟାନେଲ୍କୁ ତ ବାଏ ନୂଆ ଭିଡ଼ିଓ ଦେଖାହେବା ଯେଉଁମାନେ ବି ଆସିବା ପାଇଁ ଚାହୁଁଛ ଆମ ଧ୍ୟାନକୁଦ ମନ୍ଦିର ତ ଏଇଟା ଆଡ୍ରେସ୍ ହେଲା ଜଗତସିଂହପୁର ଲାଇନ୍ ଆସିଲା ପରେ ବିଡି ପାଖରେ ବିଡ଼ିରୁ ପଚାରିଦେବ ଧ୍ୟାନକୁଦ ମନ୍ଦିର କେଉଁଠି ସେ ମନ୍ଦିର ସେଥିପାଇଁ ରହୁଛି ବାଏ ନୂଆ ଭିଡ଼ିଓ ଦେଖାହେବା।